ସମସ୍ତଙ୍କୁ ନମସ୍କାର। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଜଙ୍ଗଲ ଓ ବନ୍ୟଜନ୍ତୁ ସମ୍ବଳ ଟପିକ୍ଟା କେତେ ଗୁରୁତ୍ୱପୂର୍ଣ୍ଣ ସେ କଥା ନିଶ୍ଚୟ ଜାଣିଥିବେ। ତ ଚାଲନ୍ତୁ ଆଜି ଏହି ବିଷୟର ସବୁଠୁ ଜରୁରୀ କଥାଗୁଡ଼ିକୁ ପରୀକ୍ଷା ଦୃଷ୍ଟିରୁ ଏକଦମ ସହଜରେ ବୁଝିନେବା। ଦେଖନ୍ତୁ, ଭାରତର ଜୈବ ବିବିଧତା କେତେ ବିଶାଳ ଆଉ କେତେ ଅଦ୍ଭୁତ। ଆମେ ଯେଉଁ ପୃଥିବୀରେ ରହୁଛେ ସେଠି ଆଖିକୁ ଦେଖାଯାଉନଥିବା ଛୋଟ ଛୋଟ ଜୀବାଣୁଠୁ ଆରମ୍ଭ କରି ବିରାଟ ବରଗଛ ଆଉ ସମୁଦ୍ରର ନୀଳ ତିମି ପର୍ଯ୍ୟନ୍ତ କୋଟି କୋଟି ଜୀବଜନ୍ତୁ ଏକାଠି ରହୁଛନ୍ତି। ଆଉ ଏଇ ଯେଉଁ ବିବିଧତା ସେଠିପାଇଁ ତ ଏଇ ଟପିକ୍ଟା ଏତେ ଇମ୍ପର୍ଟାଣ୍ଟ। ତେବେ ପ୍ରଶ୍ନ ଉଠୁଛି, ପରୀକ୍ଷାରେ ଭଲ କରିବା ପାଇଁ ଏ ବିଷୟରେ ଆମକୁ ପ୍ରକୃତରେ କ'ଣ ଜାଣିବାକୁ ପଡ଼ିବ? ଆଜି ଆମେ ଏଣୁତେଣୁ କିଛି ପଢ଼ିବାନି। ଆମର ଫୋକସ୍ ରହିବ ସମ୍ପୂର୍ଣ୍ଣ ପରୀକ୍ଷା ଉପରେ। ଆମେ କେବଳ ସେଇ ପଏଣ୍ଟସ୍ଗୁଡ଼ିକ ହିଁ ଦେଖିବା ଯେଉଁଠୁ ବାରମ୍ବାର ପ୍ରଶ୍ନ ଆସେ। ଠିକ୍ ଅଛି, ତେବେ ଦେଖିନେବା ଆଜି ଆମେ କ'ଣ ସବୁ କଭର କରିବା। ପ୍ରଥମେ ଆମେ ବୁଝିବା ଆମ ପୃଥିବୀର ଜୀବନ୍ତ ଜାଲ କ'ଣ, ତାପରେ ଦେଖିବା ଭାରତର ସଂରକ୍ଷଣ ଯୋଜନା ପ୍ରୋଜେକ୍ଟ ଟାଇଗର ଉପରେ ଗୋଟେ କେସ୍ ଷ୍ଟଡି କରିବା, ଆମ ଜଙ୍ଗଲର ବର୍ଗୀକରଣ ବିଷୟରେ ଜାଣିବା, ସାମୁଦାୟିକ ସଂରକ୍ଷଣର ଭୂମିକା ଦେଖିବା, ଆଉ ଶେଷରେ ରହିବ ଗୋଟେ ଦମଦାର କୁଇଜ୍। ତେବେ ଚାଲନ୍ତୁ ପ୍ରଥମ ଭାଗରୁ ଆରମ୍ଭ କରିବା, ଆମ ଗ୍ରହର ଜୀବନ୍ତ ଜାଲ। ଏଠି ଆମେ ବୁଝିବା ଜୈବ ବିବିଧତା ପ୍ରକୃତରେ କ'ଣ। ଦେଖନ୍ତୁ, ଜୈବ ବିବିଧତା ମାନେ କେବଳ ବାଘ, ହାତୀ କି ବଡ଼ ବଡ଼ ଜୀବଜନ୍ତୁ ନୁହେଁ, ବିଲକୁଲ ନୁହେଁ। ଏହା ହେଉଛି ଗୋଟେ ଜଟିଳ ଜାଲ ଯେଉଁଠି ଛୋଟ ଜୀବାଣୁରୁ ଆରମ୍ଭ କରି ବଡ଼ ନୀଳ ତିମି ପର୍ଯ୍ୟନ୍ତ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ। ଆମେ ଯେଉଁ ପବନରେ ନିଶ୍ୱାସ ନେଉଛେ, ଯେଉଁ ପାଣି ପିଉଛେ, ଏ ସବୁକିଛି ଏହି ଜୈବ ବିବିଧତାର ହିଁ ଅଂଶ। ଓକେ, ଏବେ ଆସିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗକୁ, ଭାରତର ସଂରକ୍ଷଣ ଯୋଜନା। ଏଠୁ ପରୀକ୍ଷାରେ ସିଧାସଳଖ ପ୍ରଶ୍ନ ଆସେ, ଖାସ୍ କରି ଏହି ଆଇନ ଆଉ ତାରିଖଗୁଡ଼ିକ। ଏଗୁଡ଼ିକୁ ଭଲ କରି ମନେ ରଖିବାକୁ ପଡ଼ିବ। ଏଇ ସଂଖ୍ୟାଟାକୁ ଦେଖନ୍ତୁ, 1972। ଏଇଟା ଖାଲି ଗୋଟେ ବର୍ଷ ନୁହେଁ, ଏଇଟା ହେଉଛି ଏକ ମାଇଲ ଖୁଣ୍ଟା। କାହିଁକି? କାରଣ ଏଇ ବର୍ଷ ହିଁ ଭାରତୀୟ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଲାଗୁ ହୋଇଥିଲା। ତେଣୁ ଏଇ ଡେଟ୍ଟାକୁ ଏକଦମ ମନ ଭିତରେ ଛାପି ଦିଅନ୍ତୁ, 1972। ତେବେ ଏଇ 1972 ଆଇନରେ କ'ଣ ଥିଲା? ଦେଖନ୍ତୁ, ଏଥିରେ ବିପଦରେ ଥିବା ଜୀବଙ୍କ ଶିକାରକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଗଲା। ସେମାନଙ୍କ ବାସସ୍ଥାନକୁ ଆଇନଗତ ସୁରକ୍ଷା ଦିଆଗଲା ଆଉ ବନ୍ୟଜନ୍ତୁଙ୍କ କାରବାର ଉପରେ ବି କଟକଣା ଲଗାଗଲା। କହିବାକୁ ଗଲେ ପ୍ରଥମ ଥର ପାଇଁ ସଂରକ୍ଷଣକୁ ନେଇ ଏତେ ବଡ଼ ପଦକ୍ଷେପ ନିଆଯାଇଥିଲା। ଆଚ୍ଛା, ଏବେ ଆସିବା ଗୋଟେ ବହୁତ ହି ଫେମସ୍ ଟପିକ୍ ଉପରକୁ, ପ୍ରୋଜେକ୍ଟ ଟାଇଗର। ପରୀକ୍ଷକମାନଙ୍କର ଏହା ଗୋଟେ ବହୁତ ପସନ୍ଦର ବିଷୟ, ତେଣୁ ଏହାକୁ ଟିକେ ଭଲ କରି ବୁଝିନେବା। ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଗୋଟେ ସମୟ ଥିଲା, ବିଂଶ ଶତାବ୍ଦୀର ଆରମ୍ଭରେ ଆମ ଦେଶରେ ପାଖାପାଖି 55,000 ବାଘ ଥିଲେ। 55,000! କିନ୍ତୁ କିଛି ଦଶନ୍ଧି ଭିତରେ ଦେଖନ୍ତୁ କ'ଣ ହେଲା। 1973 ବେଳକୁ ଏହି ସଂଖ୍ୟା କମିଯାଇ ମାତ୍ର 1,827ରେ ପହଞ୍ଚିଗଲା। କେଉଁଠି 55,000 ଆଉ କେଉଁଠି ମାତ୍ର 1,800। ଏବେ ବୁଝିପାରୁଥିବେ ଯେ ପ୍ରୋଜେକ୍ଟ ଟାଇଗରର ଆବଶ୍ୟକତା କେତେ ଜରୁରୀ ଥିଲା। ଆଉ ଏହି ସଙ୍କଟକୁ ଦେଖି ହିଁ ଠିକ୍ ତା ପରବର୍ଷ ମାନେ 1973ରେ ଆରମ୍ଭ ହେଲା ପ୍ରୋଜେକ୍ଟ ଟାଇଗର। ଦେଖନ୍ତୁ, ମନେ ରଖିବା ପାଇଁ କେତେ ସହଜ। 1972ରେ ଆସିଲା ବନ୍ୟଜନ୍ତୁ ଆଇନ ଆଉ 1973ରେ ଆସିଲା ପ୍ରୋଜେକ୍ଟ ଟାଇଗର, ଗୋଟେ ପରେ ଗୋଟେ। ଏଇ ଲିଷ୍ଟଟାକୁ ଟିକେ ଭଲ କରି ଦେଖିନିଅନ୍ତୁ। ଏଗୁଡ଼ିକ ହେଉଛି ଭାରତର କିଛି ମୁଖ୍ୟ ଟାଇଗର ରିଜର୍ଭ। ପରୀକ୍ଷାରେ ଏମିତି ପ୍ରଶ୍ନ ବହୁତ ଆସେ। ଗୋଟେ ପଟେ ନ୍ୟାସନାଲ ପାର୍କର ନାଁ ଥାଏ ଆଉ ଅନ୍ୟପଟେ ରାଜ୍ୟର ନାଁ। ଯେମିତିକି କର୍ବେଟ୍ ନ୍ୟାସନାଲ ପାର୍କ କେଉଁଠି? ଉତ୍ତର ହେବ ଉତ୍ତରାଖଣ୍ଡ। ସେମିତି ସୁନ୍ଦରବନ ପଶ୍ଚିମବଙ୍ଗରେ, ବାନ୍ଧବଗଡ଼ ମଧ୍ୟପ୍ରଦେଶରେ। ଏଗୁଡ଼ିକୁ ମନେ ରଖିବାକୁ ପଡ଼ିବ। ଠିକ୍ ଅଛି, ବାଘ କଥା ତ ଜାଣିଲେ। ଏବେ ଆସନ୍ତୁ ଜଙ୍ଗଲ କଥା ଜାଣିବା। ଆମ ଦେଶରେ ଜଙ୍ଗଲକୁ କେମିତି ଭାଗ କରାଯାଇଛି ସେ ବିଷୟରେ ଦେଖିବା। ଜଙ୍ଗଲକୁ ମୁଖ୍ୟତଃ 3 ଭାଗରେ ବଣ୍ଟାଯାଇଛି, ରିଜର୍ଭଡ୍, ପ୍ରୋଟେକ୍ଟେଡ୍ ଆଉ ଅନକ୍ଲାସ୍ଡ। ରିଜର୍ଭ ଫରେଷ୍ଟ ହେଉଛି ସବୁଠୁ ମୂଲ୍ୟବାନ ଆଉ ଏହା ମୋଟ ଜଙ୍ଗଲର ଅଧାରୁ ବି ବେଶୀ। ପ୍ରୋଟେକ୍ଟେଡ୍ ଫରେଷ୍ଟ ହେଉଛି ପ୍ରାୟ 1/3। ତେବେ ଖାଲି ଏହି ଦୁଇଟି କଥା ମନେ ରଖନ୍ତୁ, ରିଜର୍ଭଡ୍ 50%ରୁ ଅଧିକ ଆଉ ପ୍ରୋଟେକ୍ଟେଡ୍ ପ୍ରାୟ 3 ଭାଗରୁ ଭାଗେ। ବାକି ଯାହା ରହିଲା ସେ ସବୁ ଅନକ୍ଲାସ୍ଡ। ଆଉ ହଁ, ଏବେ ଓଡ଼ିଶା ପରୀକ୍ଷା ପାଇଁ ଗୋଟେ ସ୍ପେଶାଲ ଟିପ୍। ଆମ ରାଜ୍ୟ ପାଇଁ ଏଇଟା ବହୁତ ଜରୁରୀ। ମନେ ରଖିବେ, ଓଡ଼ିଶାର ଅଧିକାଂଶ ଜଙ୍ଗଲ ହେଉଛି ପ୍ରୋଟେକ୍ଟେଡ୍ ବା ସୁରକ୍ଷିତ ଶ୍ରେଣୀର। ଏହି ପଏଣ୍ଟଟିକୁ ନିଶ୍ଚୟ ନୋଟ୍ କରିନିଅନ୍ତୁ। ଆଚ୍ଛା, ଆମେ ସରକାରୀ ଆଇନ କଥା ତ କହିଲେ, କିନ୍ତୁ କ'ଣ ସବୁକିଛି କେବଳ ସରକାର ହିଁ କରନ୍ତି? ନା, ସଂରକ୍ଷଣରେ ସ୍ଥାନୀୟ ଲୋକଙ୍କର ଭୂମିକା ବହୁତ ବଡ଼। ତେବେ ଚାଲନ୍ତୁ ସେହି ବିଷୟରେ ଜାଣିବା। ଏଇ ଫଟୋଗୁଡ଼ିକୁ ଦେଖିଲେ ବୁଝାପଡ଼ୁଛି ଯେ ପ୍ରକୃତ ସଂରକ୍ଷଣ କାହାକୁ କୁହାଯାଏ। ଯେଉଁମାନେ ଜଙ୍ଗଲରେ ରହନ୍ତି ସେମାନେ ହିଁ ତାର ପ୍ରକୃତ ରକ୍ଷକ। ବଣୀକରଣ ହେଉ କି ଜଙ୍ଗଲରୁ ମିଳୁଥିବା ଜିନିଷର ସଠିକ୍ ବ୍ୟବହାର,
ସବୁଥିରେ ସ୍ଥାନୀୟ ଲୋକଙ୍କ ଭୂମିକା ଅତୁଳନୀୟ। ଏଠି କିଛି ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନର ନାଁ ଦିଆଯାଇଛି ଯେଉଁଗୁଡ଼ିକ ପରୀକ୍ଷାରେ ଆସିପାରେ, ଯେମିତିକି ଚିପ୍କୋ ଆନ୍ଦୋଳନ, ହିମାଳୟରେ ଗଛ କାଟାକୁ ବିରୋଧ କରିବା ପାଇଁ, ସେହିପରି ବୀଜ ବଚାଓ ଆନ୍ଦୋଳନ। ଏହି ନାଁଗୁଡ଼ିକ ଆଉ ସେଗୁଡ଼ିକର ଉଦ୍ଦେଶ୍ୟକୁ ମନେ ରଖିବା ଜରୁରୀ। ଓକେ, ଏବେ ପଢ଼ାପଢ଼ି ସରିଲା, ଏବେ ଟେଷ୍ଟର ପାଳି। ଚାଲନ୍ତୁ ଗୋଟେ ଛୋଟ କ୍ୱିଜ୍ କରିବା, ଦେଖିବା କେତେ ମନେ ଅଛି। ରେଡି? ପ୍ରଥମ ପ୍ରଶ୍ନ ଆସିଲା, ଭାରତୀୟ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ କେଉଁ ବର୍ଷ ଲାଗୁ ହୋଇଥିଲା? ମନେ ପକନ୍ତୁ। ଆଉ ଉତ୍ତର ହେଉଛି 1972। ଯୋମାନଙ୍କର ମନେ ଥିଲା ବହୁତ ବଢ଼ିଆ। ଠିକ୍ ଅଛି, ଏବେ ଦ୍ୱିତୀୟ ପ୍ରଶ୍ନ। କେଉଁ ରାଜ୍ୟରେ ସ୍ଥାୟୀ ଜଙ୍ଗଲ ବା ପର୍ମାନେଣ୍ଟ ଫରେଷ୍ଟ ସବୁଠୁ ଅଧିକ ଅଛି? ଆଉ ଏହାର ସଠିକ୍ ଉତ୍ତର ହେଉଛି ମଧ୍ୟପ୍ରଦେଶ। ତେବେ ଆଜି ଆମେ ଯାହା ବି ଆଲୋଚନା କଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସଂରକ୍ଷଣ ଖାଲି ସରକାରୀ ଆଇନ ନୁହେଁ, ଏଇଟା ଆମ ସମସ୍ତଙ୍କର ଦାୟିତ୍ୱ। ତେବେ ଶେଷରେ ଗୋଟିଏ ପ୍ରଶ୍ନ ଛାଡ଼ିଯାଉଛି, ଆମେ କ'ଣ ଆମର ଏହି ପ୍ରାକୃତିକ ସମ୍ପଦକୁ କେବଳ ପରୀକ୍ଷାରେ ମାର୍କ ପାଇବା ପାଇଁ ପଢ଼ିବା, ନା ଆମ ଆଗାମୀ ପିଢ଼ି ପାଇଁ ଏହାକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବା? ଟିକେ ଭାବିବେ। ଆଜି ପାଇଁ ଏଠିକି।